ଠାକୁର को दर्शन कले ए सौभाग्य कौन सी कार्यक्रम नथिला हठात प्रभुंकर डाकरा है एवं आम देवगिरी पहुँचलु उपरକୁ ଯାଇକିରି ପାହାଡ଼ ଆରୋହଣ କଲୁ ଏବଂ ଉପରେ ଯାଇକିରି ପ୍ରଭୁ ନୀଳକଣ୍ଠେଶ୍ୱରଙ୍କର ଦର୍ଶନ ମଧ୍ୟ ମିଳିଲା, ପଞ୍ଚଲିଙ୍ଗେଶ୍ୱରଙ୍କର ଦର୍ଶନ ମିଳିଲା। ଆଉ ଟିକେ ଦେଖୁଥିଲୁ ଭକ୍ତମାନଙ୍କର ଯେଉଁ ସମାଗମ ହେଉଛି ଭଲରେ କେମିତି ସେମାନେ ଦର୍ଶନ କରିପାରିବେ। ପାଣିର ଅସୁବିଧା ଟିକେ ଦେଖିଲୁ ମଧ୍ୟ ଏବଂ ରାସ୍ତାର ଯଦି ପାହାଚ ଅଛି ଆଉ କ'ଣ କଲେ ସୁଗମ ହୋଇପାରିବ। ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୁଏ। ଏବେ ତ ମାଘ ମେଳା ଚାଲିଛି, ପ୍ରତିବର୍ଷର ମାଘ ମେଳା 7 ଦିନ ବ୍ୟାପୀ ଚାଲେ ଏବଂ ସବୁ କଥାକୁ ଦେଖିଲୁ ଏବଂ ତାକୁ କିଭଳି ଭାବେ ସମାଧାନ କରାଯାଇପାରିବ। ଏବଂ ଏ ଦେବଗିରି ପାହାଡ଼ ଇଏ 4 ଯୁଗର ଯିଏକି ସ୍ୱାକ୍ଷର ବହନ କରେ। ଦେବଗିରି ପାହାଡ଼ର ଆଧ୍ୟାତ୍ମିକତା ସମସ୍ତଙ୍କ ପାଖରେ ପହଞ୍ଚୁ, ଆର ବହୁତ ପ୍ରଚାର ପ୍ରସାର ମଧ୍ୟ ହେବା ଆବଶ୍ୟକ ଅଛି। ଏଭଳିଆ ପବିତ୍ର କ୍ଷେତ୍ର ସମସ୍ତଙ୍କୁ ଆକର୍ଷଣ କଲା ଭଳିଆ ସାମର୍ଥ୍ୟ ବି ରଖେ। ତେଣୁ આ କାର୍ଯ୍ୟରେ ମଧ୍ୟ ଲାଗିବାର ସୌଭାଗ୍ୟ ବୋଧେ ଆମକୁ ମଧ୍ୟ ମିଳିଲା। ହଠାତ୍ ଆମେ ରାତି 12ଟାରେ ସୂଚନା ପାଇଲୁ ଯେ ମାନ୍ୟବର ବିଭୂତି ଜେନା ଆସୁଛନ୍ତି ଖଣିଜ ମନ୍ତ୍ରୀ। ତ ସେ ସୂଚନା ପାଇବା ପରେ କେମିତି ଏଠି କ'ଣ ବ୍ୟବସ୍ଥା କରାଯିବ ସେଇଟା ଆମେ ଚିନ୍ତା କରୁଥିଲୁ। ଯେହେତୁ ସେ ସାଂସ୍କୃତିକ ସ୍ଥଳ ମାନଙ୍କୁ ବହୁତ ଶ୍ରଦ୍ଧା ରଖନ୍ତି, ତ ଦେବଗିରି ଆସିବେ ତ କୋଉଠି ରହିବେ କ'ଣ କରିବେ, ଆମେ ରାତିରେ ସବୁ ବ୍ୟବସ୍ଥା କଲୁ। କିନ୍ତୁ ପରେ ଆମେ ସୂଚନା ପାଇଲୁ ଯେ ରାୟଗଡ଼ାରେ ରହିଯିବେ, ପ୍ରୋଟୋକଲ ଦୃଷ୍ଟିରୁ ସେ ଏଠିକି ପହଞ୍ଚି ପାରିବେ ନାହିଁ ରାତିରେ। ତ ସକାଳେ ଯାହା ବି ହଉ ସେ ଠିକ୍ ସମୟରେ ଆସିକି ପହଞ୍ଚିଲେ ଆଉ ଦେବଗିରି ବି ଦର୍ଶନ କଲେ। ଉପରେ ମାନେ ଆମର ଧୋବାଧୁବୁଣି ବନ୍ଧ ଠାରୁ ଗଙ୍ଗା ଯମୁନା ସରସ୍ୱତୀ କୁଣ୍ଡ ସବୁ ଜାଗା ବୁଲାବୁଲି କରିକି ଦେଖିଲେ। ଦେବଗିରି ପରିସର ପାଇଁ କ'ଣ ଆବଶ୍ୟକ ତାର ଅନୁଭବ ସେ ନିଜେ କଲେ। ତା ସହିତ ଯେଉଁ ଭକ୍ତମାନେ ବି ସାଙ୍ଗରେ ଉପସ୍ଥିତ ଥିଲେ ତାଙ୍କୁ ବି ପଚାରିଲେ କ'ଣ ଆବଶ୍ୟକ ଏଠି ବୋଲି। ଆଉ ଭକ୍ତମାନେ ଯାହା ସବୁ ବି ଜଣେଇଲେ ଆଉ ତାଙ୍କର ସେ ନିଜର ଇଚ୍ଛା ବି ବ୍ୟକ୍ତ କଲେ। ସେଇ ଅନୁସାରେ ବିଭୂତି ଭୂଷଣ ଜେନା ମହୋଦୟ ଏଠି ସ୍ପଷ୍ଟ ଶବ୍ଦରେ ଜଣେଇଲେ ଯେ ନେକ୍ସଟ ମୁଁ ଆସିଲା ବେଳକୁ ଯେମିତି ଦେବଗିରି ପରିକ୍ରମା ମାର୍ଗ ସମ୍ପୂର୍ଣ୍ଣ ହେଇଥିବ, ଦେବଗିରି ଉପରକୁ ମେଟେରିଆଲ ଯିବା ଭଳି ଯେମିତି ଉପରେ କିଛି ବ୍ୟବସ୍ଥା ହେଇପାରିବ, ବୁଢ଼ାବୁଢ଼ୀ ଲୋକ ଯିବା ଆସିବାରେ ଅସୁବିଧା ମାନେ ହେଇପାରିବ, ଅସୁବିଧା ହେବ ନାହିଁ, ସେସବୁ ବ୍ୟବସ୍ଥା ଯେମିତି ହେଇଯାଇଥିବ ମୁଁ ନେକ୍ସଟ ଆସିବା ସମୟରେ ସେଥିପାଇଁ ଧ୍ୟାନ ଦିଆଯିବ। ତା ସହିତ ଏଠାରେ ଯେଉଁ ଗୋଶାଳାଟି ଆମ ରାୟଗଡ଼ାର ପ୍ରଥମ ଗୋଶାଳା ତିଆରି ହେଉଛି, ନିର୍ମାଣ କାମ ଚାଲିଛି ବର୍ତ୍ତମାନ। ସେଇ ଗୋଶାଳାରେ କିପରି ପ୍ରଶିକ୍ଷଣ ଦିଆଯିବ, ଲୋକମାନେ ଯେମିତି ପ୍ରତ୍ୟେକ ଗାଁର ଲୋକ ଆସିକି ପ୍ରଶିକ୍ଷଣ ନେଇପାରିବେ, କେମିତି ଆମେ ଗୋ ଆଧାରିତ କୃଷି କରିପାରିବା, ରାସାୟନିକ ସାର ଠାରୁ କେମିତି ମୁକ୍ତ ରହିପାରିବା। ଯେହେତୁ ତାଙ୍କର ବି ନିଜସ୍ୱ ରୁଚି ଅଛି, ମୁଁ ଦେଖିଛି ତାଙ୍କେ ନିଜେ ଗୋ ସେବା କରିଛନ୍ତି। ଯେହେତୁ ମୁଁ ଜଣେ ଗୋଭକ୍ତ ଆଉ ସେ ବି ଜଣେ ଗୋଭକ୍ତ, ସେଇ ହିସାବରେ ଆମର ସମ୍ପର୍କ। ଆଉ ସେ ଇଚ୍ଛା କରିଥିଲେ ଗୋଟେ ଗୋଭକ୍ତକୁ ମୁଁ ଦର୍ଶନ କରିବା ପାଇଁ ଯିବି ଆଉ ଦେବଗିରି ଦର୍ଶନ କରିକି ଆସିବି। ତ ତାଙ୍କର ଆଗମନ ଆମ ସମସ୍ତଙ୍କୁ ଉତ୍ସାହିତ କରିଥିଲା। ଆଉ ସେଠି ଠାକୁରଙ୍କୁ ଦର୍ଶନ କରିବା ପରେ ଦେବଗିରି ପଞ୍ଚମୁଖୀ ନୀଳକଣ୍ଠେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ପରେ ପୁଣି ତଳକୁ ଆସିକି ଆମମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଆଉ ଏଠି ଜଳପାନ କରିବା ପରେ ସେ ରାୟଗଡ଼ା ଅଭିମୁଖେ ଗସ୍ତ କରିଛନ୍ତି। मंगलवार दिन आस मंगलवार मंगलवार